ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର। ଏହା ମନ ଓ ଶରୀରକୁ ସଂଯୋଗ କରେ। ଚିନ୍ତା ଏବଂ କ୍ରିୟା, ସଂଯମ ଏବଂ ପୂର୍ଣ୍ଣତା, ମନୁଷ୍ୟ ଏବଂ ପ୍ରକୃତି ସହ ସଂଗତି, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଏକ ସିଦ୍ଧ ଉପଚାର ଅଟେ। ଏହା କେବଳ ଏକ ବ୍ୟାୟାମ ନୁହେଁ, ନିଜ ଭିତରେ ଜଗତ ଏବଂ ପ୍ରକୃତି ସହ ଏକାଗ୍ରତା ଆବିଷ୍କାର କରିବାକୁ ହୋଇଥାଏ। ଚେତନା ଉଦ୍ରେକ କରି ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଆମ ପାରିପାର୍ଶ୍ୱିକ ଜଗତରେ ଖାପ ଖୁଆଇ ଚାଲିବାରେ ସହଯୋଗ କରେ। ଜୁନ୍ 21 ଗ୍ରୀଷ୍ମ ସଂକ୍ରାନ୍ତିରେ ସୂର୍ଯ୍ୟ ଦକ୍ଷିଣାୟନ ମୋଡ଼ ନେଇଥାନ୍ତି। ଏହି ଦିନକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବରେ ନରେନ୍ଦ୍ର ମୋଦି ପ୍ରସ୍ତାବ ଦେଇ ଉପସ୍ଥାପନ କରିଥିଲେ ଯେ ଉତ୍ତର ଗୋଲାର୍ଦ୍ଧରେ ପୁରା ବର୍ଷରେ ଏହି ଦିନର ଅବଧି ବଡ଼ ହୋଇଥିବା ସହ ବିଶ୍ୱରେ ବିଭିନ୍ନ ସ୍ଥାନରେ ଏହି ଦିନର ମହତ୍ତ୍ୱ ଅଛି। ଏହି ଅବସରରେ କିଆଙ୍ଗ ପଞ୍ଚାୟତ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପଞ୍ଚାୟତ ପରିସରରେ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀନାଥ ପୂଜାରୀ, ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହାରଣା, କିଆଙ୍ଗ ସମିତି ସଭ୍ୟ, ନାୟବ ସରପଞ୍ଚ, ସମସ୍ତ ୱାର୍ଡ ସଭ୍ୟ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀଙ୍କ ସହ ଅନେକ ଲୋକ ଉପସ୍ଥିତ ହୋଇ ଯୋଗର ମହତ୍ତ୍ୱ ଓ ଯୋଗ ଅଭ୍ୟାସ କରିବା ସହ ଜୀବନରେ ନିୟମିତ ଯୋଗ ଅଭ୍ୟାସ କରିବାକୁ ଶପଥ ଗ୍ରହଣ କରିଥିଲେ। ମାଲକାନଗିରି ଜିଲ୍ଲାରୁ ପ୍ରଶାନ୍ତ କୁମାର ସାଗରିଆଙ୍କ ରିପୋର୍ଟ, ପ୍ରାଇମ୍ ଟିଭି ଓଡ଼ିଶା।